ଆମର 15,000 ବର୍ଷ ଆଗରୁ ସେମାନେ ପୃଥିବୀକୁ ଆସିଥିଲେ। କିନ୍ତୁ ଚିନ୍ତା କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ସେମାନେ ପୃଥିବୀର ଏତିକି ଟିକେ ବି କ୍ଷତି କରିନାହାନ୍ତି ଯାହା ମଣିଷ ମାନେ କରିଛନ୍ତି। ମାଙ୍କଡ ମାନେ କୋଉଠୁ ନଈରୁ ବାଲି ମୁଠେ ବି ଉଠେଇ ନାହାନ୍ତି। ଯୋଉଠି ନଈରୁ ବାଲି ଯେମିତି ଥିଲା ସେମିତି ଅଛି। କୌଣସି ପାହାଡ଼ ପର୍ବତରୁ ଗୋଟିଏ ପଥର ବି ସେମାନେ ଉଠେଇ ନାହାନ୍ତି। ଏ ପୃଥିବୀ ଯେମିତି ଥିଲା ସେମାନେ ସେମିତି ପୃଥିବୀକୁ ରଖିଛନ୍ତି। କିନ୍ତୁ ମଣିଷ ମାନେ ବର୍ତ୍ତମାନ ପୃଥିବୀର ଧ୍ୱଂସର କାରଣ ପାଲଟିଛନ୍ତି। ପୃଥିବୀର ପ୍ରତ୍ୟେକ ସମ୍ବଳ, ପୃଥିବୀର ପ୍ରତ୍ୟେକ ପ୍ରାକୃତିକ ସମ୍ପଦ ଉପରେ ବର୍ତ୍ତମାନ ମଣିଷ ମାନଙ୍କର ମାତ୍ରାଧିକ ବ୍ୟବହାର ପୃଥିବୀକୁ ବର୍ତ୍ତମାନ ଧ୍ୱଂସ କରୁଛି। କିନ୍ତୁ ବନ୍ୟପ୍ରାଣୀ ମାନେ ପୃଥିବୀ ଯୋଉଠି ଥିଲା ଯେମିତି ଥିଲା ତାକୁ ସେମିତି କରି ରଖିଥିଲେ। ଆମେ ଏବେ କଣ କହୁଛୁ ନା ମାଙ୍କଡ ନଷ୍ଟ ବିଚାର କରିଛେ ମାଙ୍କଡ ମାନେ ଆମର ଶତ୍ରୁ ବା ପୃଥିବୀ ପାଇଁ ମାଙ୍କଡ ମାନେ ଭଲ ନା ପୃଥିବୀ ପାଇଁ ମଣିଷ ମାନେ ଭଲ?